କାଲି ଏକ କୌତୁକିଆ ପ୍ରଶ୍ନ ପଚାରିଥିଲେ ନା, କେଉଁ ସଂଖ୍ୟା ସବୁଠୁ ଶୁଭ ସଂଖ୍ୟା? ମନେ ରଖନ୍ତୁ, କେହି କେହି ଜ୍ଞାନୀ କହିଛନ୍ତି ସପ୍ତାନି ପଞ୍ଚାନି କୁଶଳାନି ବାର୍ତ୍ତା। 7 ଆଉ 5 ଏଇ ଦୁଇ ସଂଖ୍ୟା ହେଉଛି ଶୁଭ, କିନ୍ତୁ 3 ସଂଖ୍ୟା ସବୁଠୁ ଶୁଭ। ଯେମିତି ଆମେ କହୁଛେ ତ୍ରିନାଥ ବ୍ରହ୍ମା ବିଷ୍ଣୁ ମହେଶ୍ୱର, କହୁନି 3 ଗୁଣ ସତ୍ଵ ରଜ ତମ, ତ୍ରିଫଳା ଅଁଳା ବାହାଡ଼ା ହରିଡ଼ା, କହୁନି ସେମିତି ଆମେ ଯଦି ଆମ ପରିବାରକୁ ଯିବା, ପରିବାରରେ 3 ନମ୍ବର ସନ୍ତାନ ସ୍ୱତନ୍ତ୍ର। ଆଗ 2 ଜଣ ମୋଟା ହେଇଥିଲେ 3 ହେବ ପତଳା, ଆଗ 2 ଜଣ ପତଳା ହେଇଥିଲେ 3 ହେବ ମୋଟା। ଆଗ 2 ଜଣ ରାଗି ଚଣ୍ଡାଳ ହେଇଥିଲେ ଇଏ ହେବ ଭଦ୍ର ଆଉ ସାଧୁ। ସେମିତି ସେ ଯଦି ଭଦ୍ର ସାଧୁ ଥିବେ ଇଏ ହେବ ଚଣ୍ଡାଳ। ଆଗ 2 ଜଣ ଯଦି ଡେଙ୍ଗା ଥିବେ ଇଏ ହେବ ଗେଟମ, ଆଉ ଆଗ 2 ଜଣ ଯଦି ଗେଟମ ଥିବେ ଇଏ ହେବ ଡେଙ୍ଗା। ଆଗ 2 ଜଣ ଯଦି ଜ୍ଞାନୀ ଥିବେ ଇଏ ହେବ ଅଜ୍ଞାନ, ଆଗ 2 ଜଣ ଅଜ୍ଞାନ ଥିଲେ ହେବ ଜ୍ଞାନୀ। ଆଗ 2 ଜଣ ଅସୁନ୍ଦର ଥିଲେ ଇଏ ହେବ ସୁନ୍ଦର, ଆଗ 2 ଜଣ ସୁନ୍ଦର ଥିଲେ ହେବ ଅସୁନ୍ଦର। ତେଣୁ 3ୟ ନମ୍ବର ସନ୍ତାନ ସ୍ୱତନ୍ତ୍ର ଆମେ ଆମ ପରିବାରରେ ନିରୀକ୍ଷଣ କରିବା। ସ୍ୱତନ୍ତ୍ର, ହଁ। ୟା ପରେ ଯେଉଁ ସନ୍ତାନ ସବୁ ହେବେ ସେ ତାଠୁ ମାନେ ଅନ୍ୟ ପ୍ରକାର ହେବେ ବୋଇଲେ ପ୍ରଥମ 2 ଜଣଙ୍କର ଭଳି ଏମାନେ ହେବେ। 3 ସଂଖ୍ୟା। ଆଉ ସବୁଠୁ ମଜା କଥା ହେଲା ଠାକୁର 3 ସଂଖ୍ୟା ଠାକୁର ନୁହଁ। ଆଉ ମହାଦେବ, ଆମର ଦେବଦେବ ମହାଦେବ, ତାଙ୍କ ପାଖକୁ ଯିବା, ତାଙ୍କର ତ୍ରିଶୂଳ 3ଟା, ତ୍ରିନୟନ 3ଟା ଆଖି ତାଙ୍କର, ତାଙ୍କ ଶୂଳରେ 3ଟା ଅଛି, ଡମ୍ବରୁ ତ୍ରିଶୂଳ ନାଇଁକି ମହେଶ। ତାଙ୍କୁ ଯଦି ଖୋଜିବା ଆମେ ତାଙ୍କଠି, ଆପଣ ନିଜେ ପରୀକ୍ଷା କରି ଦେଖନ୍ତୁ, ବିଚାର କରି ଦେଖନ୍ତୁ, ଭଗବାନ ଶିବଙ୍କର ସବୁ ପ୍ରାୟ 3। ହଁ, ଭାବିବେ ଭାବିବେ ଭାବିବେ, ବିଚାର କରିବେ। ଏ ବିଷୟରେ କାଲି ଆମେ ବିଶଦ ଆଲୋଚନା କରିବା। ଆଜି ଆମେ ଆଲୋଚନା କରିବା ଧନୁରାଶି। ଧନୁରାଶି ପାଇଁ ଏ ମାସରେ 8ମ ବୁଧ, 7ମ ବୃହସ୍ପତି, 3ୟ ରାହୁ, 7ମ ବୃହସ୍ପତି, 8ମ ବୁଧ, ଏଇ 3ଟି ଗ୍ରହ ପ୍ରାୟତଃ ଧନୁରାଶିର ସମସ୍ତ ବ୍ୟକ୍ତିଙ୍କୁ ଯଥେଷ୍ଟ ବେଶୀ ସାହାଯ୍ୟ କରିବେ। ମାନେ ସେମାନଙ୍କର ଅର୍ଥ ସମସ୍ୟା ଦୂର କରିବେ, ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବେ, ବନ୍ଧୁ ସମସ୍ୟା ଦୂର କରିବେ। ମାନେ ଆର୍ଥିକ, ମାନସିକ, ଲୌକିକ, ପାରିବାରିକ, ଦାମ୍ପତ୍ୟ, ଏଇଭଳି ଯେତେ ଗୁଡ଼ିଏ ଆମର ସାମାଜିକ ସମସ୍ୟା ଅଛି, ଏଇ 3ଟି ଗ୍ରହ କେବଳ ସାହାଯ୍ୟ କରିବେ। ବାକି ରହିଗଲେ, ଆମେ 8ଟା ଗ୍ରହ କଥା କହୁଛେ ନା, ଚନ୍ଦ୍ର କଥା ଅଲଗା। ତେଣୁ ଆଉ 5ଟି ଗ୍ରହ, ସେମାନେ ଏଇ ପଞ୍ଚଗ୍ରହ କୂଟ କରିବେ। ଏକାଠି ସିନା ରହିବେନି, କିନ୍ତୁ ସେମାନେ ଏଇ 5ଟି ଗ୍ରହ ବଡ଼ ହଇରାଣ କରିବେ, ବଡ଼ ହଇରାଣ। ମାନେ ଶୁକ୍ର ଗ୍ରହ ମାସ ସାରା ରୋଗ ବ୍ୟାଧି ଯନ୍ତ୍ରଣା ଦୁଃଖ ଶାରୀରିକ ସମସ୍ୟା ଆଣିଦେବ। ସେଇଭଳି ବୋଲେ 9ମ କେତୁ ଆଉ 9ମ ମଙ୍ଗଳ ବଡ଼ ହଇରାଣ କରିବେ। ସେ ମାସର ଶେଷ ଆଡ଼କୁ 8-10 ଦିନ ଥିବ, 12 ତାରିଖ ପରେ, ଅଗଷ୍ଟ 12 ପରେ ମଙ୍ଗଳ ସାହାଯ୍ୟ କରିବେ, ଅସମଙ୍ଗଳ ହେବେ, ସେ ସହଯୋଗ କରିବେ। ଶନି ଚତୁର୍ଥ, ଶନି ମାନେ ଚାରିତ୍ରିକକୁ ଆଣି ଦିଅନ୍ତି। ଘରେ କଳହ ସୃଷ୍ଟି ହୁଏ, ପାରିବାରିକ ଦାମ୍ପତ୍ୟ ଏସବୁଥିରେ ଝଗଡ଼ା ସୃଷ୍ଟି ହୁଏ। ଆଉ ଏମିତି ଆଉ କଥା ହେଲା ଏଇଆ, ଭଲ ପରିମାଣଟା ଟିକେ କମ୍, 3 ଭାଗ ଭଲ,
କେମିତି କେମିତି ବୃହସ୍ପତି ବୁଧ ଆଉ ରାହୁ 3 ଭାଗ ଭଲ, ବାକି 5 ଭାଗ ଖରାପ। 30% ସେପଟକୁ ଗଲା ଆଉ ବାକି ଏପଟରେ। ତେଣୁ ବନ୍ଧୁ ଆମେ କ'ଣ କରିବା? ଆମେ କ'ଣ କରିବା? କରିବା ନା କ'ଣ କରିବା କହିଲ? ନା ଜାଣିଗଲେ କଥାଟା ଏଇଆ, ଆମେ ଜାଣିଲେ ଯେ ଯାହା ଘରରେ ଆଗରେ ଛକି ମରା ହେଇଛି ସେ ଧନୀ, ତା ଆଗରୁ ଚୋରି ହେବ ଆଜି। ତେଣୁ ରାତି ପାଇଲା, ସମସ୍ତେ ଦେଖିଲେ ଆମ ଘର ଆଗରେ ଛକି ମରା ହେଇଛି, ବୋଧେ ଆମର ଚୋରି ହେଇଯିବ। ଆଉ ଏଇ ଦୃଷ୍ଟିକୋଣରୁ ଆମେ ହୁସିଆର ହେବା କି ନାହିଁ? ହେଲା। ହେ ବନ୍ଧୁ, ଆଲୋଚନା କରିଦେବା। ସପ୍ତମ ବୃହସ୍ପତି, ଅଷ୍ଟମ ବୁଦ୍ଧଙ୍କ କଲ୍ୟାଣରୁ ଚାକିରି କରୁଥିବା ଧନୁରାଶିର ବ୍ୟକ୍ତିମାନଙ୍କ ପାଖକୁ ଯଥେଷ୍ଟ ବେଶୀ ଧନ ଆସିବ। ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିବ। ପରିଶ୍ରମ ଯେତେ ଅଧିକ ହେବ, ଧନର ପରିମାଣ ଯେତେ ଅଧିକ ବଢ଼ିଯିବ। ଶନିଙ୍କ ପାଇଁ ମନ ପ୍ରସନ୍ନ ରହିବ। ରାହୁ ଭୟଙ୍କର ଦଣ୍ଡ ଦେବେ। କୌଣସି ମାଲି ମକଦ୍ଦମାରେ ଫସି ଯାଇପାରନ୍ତି, ଘାଣ୍ଟି ହେଇଯିବେ। ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ। କେତୁ ଉତ୍ତରାଷାଢ଼ା ମାନେ 21 ନକ୍ଷତ୍ରକୁ ଯଥେଷ୍ଟ ଧନ ଦେବେ। ଶନି 19-20 ନକ୍ଷତ୍ର ପାଇଁ କଳ୍ପଦ୍ରୁମ ହେବେ। 21କୁ ସୁଖ ଦେବେ। ଯେଣୁ ମାସ ସାରା ରବି, ମଙ୍ଗଳ, ଶୁକ୍ର ଓ ଶନି ଦୁଃଖ ଦେବେ। ତେଣୁ ଏ ମାସଟି ଆଦୌ ଶୁଭଙ୍କର ନୁହେଁ। ଯଥା ପରିବାରରେ ଅଶାନ୍ତି ଲାଗି ରହିବ। କର୍ମ କ୍ଷେତ୍ରରେ ସାମାନ୍ୟ ଘା, କ୍ୟାନ୍ସର ପର୍ବ ମାନେ ଛୋଟିଆ ଭୁଲ ପାଇଁ ବଡ଼ ଦଣ୍ଡ ମିଳିବ। ଗୁରୁତର ଅପମାନ ମିଳିପାରେ। ପ୍ରତିଦିନ ହାତକୁ ଧନ ଆସୁଥିବା କିଏ ଚିକିତ୍ସକ, ଆଇନଜୀବୀ ଭଳି ରୋଜଗାରିଆ ମାନେ ଯାହା ହାତକୁ ପ୍ରତିଦିନ ଧନ ଆସେ ତାଙ୍କର ଆୟରେ ମାନ୍ଦା ହେବ। ମୂଲିଆ ମଜୁରିଆ ମାନଙ୍କ ହାତକୁ କାମ ମିଳିବନି। ପ୍ରାୟ ସମସ୍ତ ବୃତ୍ତିଧାରୀ ହାତ ବାନ୍ଧେ ବସି ପଡ଼ିବେ। ବଦନାମ ପରି ଦୁର୍ଯୋଗ ଆସିବ। ସମସ୍ତେ ପ୍ରାୟ ଭାବିବେ କାହିଁକି ଏ ଭୁଲ ମୁଁ କଲି? ମୁଁ ତ କିଛି ଭୁଲ କରିନି। ବ୍ୟବସାୟରେ ଆୟ କମିଯିବ। ସପ୍ତମରେ ଯେଣୁ 2 ଶତ୍ରୁ ଗ୍ରହ ମାନେ ଗୁରୁ ଆଉ ଶୁକ୍ର, ଏଣୁ ମହିଳା ଗଣ ଅପମାନିତ ହେବେ। ଧନଦାତା ବୃହସ୍ପତିଙ୍କ ପାଇଁ ଏହି ଅପମାନ ପ୍ରାୟ ମିଳିବ। ରାହୁ ଓ କେତୁ 2 କାନରେ ଦଣ୍ଡ ଦେବେ। ସାବଧାନ, କର୍ଣ୍ଣରୋଗ ହେବ। ରାହୁ କେତୁ ପାଇଁ କର୍ଣ୍ଣରୋଗ ହେବ। ତେଣୁ କର୍ଣ୍ଣରୋଗ, କାନ ରୋଗ, କାନ ଯେତେବେଳେ ବିନ୍ଧେ, କାନରେ କ'ଣ ହୁଏ, କାନରେ ବଥ ହେଲେ ଯେଉଁ ଯନ୍ତ୍ରଣା ଯାହାର ହେଇଛି ସେ ଜାଣିଛି, ସେ ବୁଝିଛି। ତେଣୁ କାନ ରୋଗ ହେଲା ମାତ୍ରେ ଅବହେଳା କରିବେନି। କୌଣସି ରୋଗକୁ ଅବହେଳା କରିବେନି। କାଲି ମୁଁ ଆପଣଙ୍କୁ କହିଥିଲି ନା, ଋଣ ଛୋଟିଆ ହେଲେ ବି ତାକୁ ସୁଝିବା ପାଇଁ ଚେଷ୍ଟା କରିବେ। ହଁ, ରୋଗ ହେଲା ମାତ୍ରେ ତାର ପ୍ରତିକାର ପାଇଁ ଚିନ୍ତା କରିବେ। ଯଦି ନିଆଁର ଆବଶ୍ୟକ ନାହିଁ, ସେ ନିଆଁକୁ ଲିଭେଇ ଦେବେ। ଋଣ ଶେଷ, ରୋଗ ଶେଷ, ଶତ୍ରୁ ଶେଷ ତଥୈବ ଚ। ଶତ୍ରୁ ଛୋଟିଆ ହେଲେ ଭୟଙ୍କର, ତାକୁ ଦୂର କରିବେ। ସାପଠୁ ଭୟଙ୍କର ଶତ୍ରୁ। ତେଣୁ ବନ୍ଧୁ, ଯେଣୁ ନବମରେ କିଏ ପଞ୍ଚମାଧିପ ମଙ୍ଗଳ ଯେଣୁ ନବମରେ, ତେଣୁ ବିଦ୍ୟାର୍ଥୀମାନେ ବିଫଳ ହେବେ। କଠିନ ପରିଶ୍ରମ କରିବେ, ଭୁଲିଯିବେ, ବିଘ୍ନ ସୃଷ୍ଟି ହେବ। ତେଣୁ ବିଦ୍ୟାର୍ଥୀମାନଙ୍କ ପାଇଁ ଏ ମାସଟି ଆଦୌ ଭଲ ନୁହଁ। ମହିଳାମାନଙ୍କ ପାଇଁ ମଧ୍ୟ ଭଲ ନୁହଁ। ବ୍ୟବସାୟୀମାନଙ୍କ ପାଇଁ ଭଲ ନୁହଁ। ଆଇନଜୀବୀ, ଚିକିତ୍ସକ ପାଇଁ ମଧ୍ୟ ଭଲ ନୁହଁ। କୃଷକ ପାଇଁ ମଧ୍ୟ ଭଲ ନୁହଁ। ତେଣୁ ଆମେ ସମସ୍ତ ବୃତ୍ତିଧାରୀ ହାତେ ମାପି ଚାଖଣ୍ଡେ ଚାଲିବା, ନହେଲେ ପସ୍ତେଇବା। ହଁ, ଚେଙ୍ଗ ମାସ ହାତରୁ ଖସିଗଲା ପରି ଧନ ପଳେଇଯିବ, ସମ୍ମାନ ହଜିଯିବ, ଚରିତ୍ରରେ କଳଙ୍କ ଲାଗିବ, ଆଉ ବିନା କାରଣରେ ଗୋଡ଼ ଖସିଯିବ, ପଡ଼ିଯିବା, ଗୋଡ଼ ଭାଙ୍ଗିଯିବ। ହଁ, ତେଣୁ ବିଦ୍ୟାର୍ଥୀମାନେ ବିଫଳ ହେବେ, ଅପମାନିତ ହେଇପାରନ୍ତି। ଅଷ୍ଟମସ୍ଥ ରବି, ନବମସ୍ଥ ମଙ୍ଗଳ, ଷଷ୍ଠ ଓ ସପ୍ତମସ୍ଥ ଶୁକ୍ର, ଚତୁର୍ଥ ଶନି ଭାରି ବିପଦପୂର୍ଣ୍ଣ ଅବସ୍ଥା ଆଣିବେ। ରବି, ମଙ୍ଗଳ, ଶୁକ୍ର, ଶନିଙ୍କ ପାଇଁ ବିଭିନ୍ନ ଅଙ୍ଗରେ ନାନାବିଧ ରୋଗ ସୃଷ୍ଟି ହେବ।
ଅଷ୍ଟମସ୍ତ ବୁଧ, ସପ୍ତମସ୍ତ ବୃହସ୍ପତି, ତୃତୀୟସ୍ତ ରାହୁ, ଦଶମସ୍ତ ମଙ୍ଗଳ, 12-8 ଯାଏ ଧନ ଯୋଗେଇବେ, ସମ୍ମାନ ଯୋଗେଇବେ। କିନ୍ତୁ ରାହୁ ଆଉ ରବି ତାକୁ ନେଇଯିବେ। ଫଟା ମାଠିଆରୁ ପାଣି ଗଳିଗଲା ପରେ କେତେବେଳେ କେମିତି ଏ ଧନ ସରିଯିବ କହିହେବନି। ମୋଟା ଅଙ୍କରେ ଧନ ଆସିବ, ପାକେଟି ଉଚ୍ଚା ଲାଗିବ, ହେଲେ ରାତି ପାଇଲା ବେଳକୁ ମୂଷା ପାକେଟି କାଟି ଦେଇଥିବ, ସେ କେଉଁଠି ଖସି ଯାଇଥିବ। ମାନେ କେଉଁ ଉପାୟରେ କେମିତି ଧନ ଚାଲିଯିବ ହାତରୁ ଜମା ବିଶ୍ୱାସ କରିପାରିବେନି। ତେଣୁ ଚେଷ୍ଟା କରନ୍ତୁ ସଞ୍ଚୟ କରିବା ପାଇଁ। ଯଦି ଖର୍ଚ୍ଚ ଅଛି ଅତି ଜରୁରୀ, ତାହେଲେ 5 ଜାଗାରେ 3 ଖର୍ଚ୍ଚ କରନ୍ତୁ, 3 ଜାଗାରେ 1 ଖର୍ଚ୍ଚ କରନ୍ତୁ। 1 ଜାଗାରେ ଟିକେ ଭାବନ୍ତୁ ଖର୍ଚ୍ଚ କରିବି କି ନାହିଁ। ଫଟା ମାଠିଆରୁ ପାଣି ସରିଗଲା ପରି ନବମସ୍ତ କେତୁଙ୍କ ପାଇଁ ଅଭାବ ପାଖ ଛାଡ଼ିବନି। ବହୁ ଖର୍ଚ୍ଚ ହୋଇଯିବ, ଧନ ସରିଯିବ। ଗ୍ରହ ଶନି ସ୍ୱତନ୍ତ୍ର ଭାବେ ଅଲଗା ଅଲଗା ସମୟରେ ସାହାଯ୍ୟ କରିବେ। 19, 20, 21କୁ ମାନେ ମୂଳା, ପୂର୍ବଷାଢ଼ା, ଉତ୍ତରାଷାଢ଼ା ନକ୍ଷତ୍ର ତ୍ରୟଙ୍କୁ ଯଥେଷ୍ଟ ଧନ ଦେଇ ବୃହସ୍ପତି କିଏ ଶନି ଆନନ୍ଦିତ କରିବେ। ହେଲା। ଆଉ ପଦେ କହିଦେଉଛି, ଜ୍ଞାନଦାତା ବିବେକଦାତା ବୃହସ୍ପତିଙ୍କ ପାଇଁ ଅପମାନ 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 ମିଳିବ। ଉପର ମୁହଁ ତଳକୁ ହେଲେ ମଣିଷ ଜୀବନ ଦିକଡ଼ା। ଆଲୋ ସଖୀ ଆପଣା ମହତ ଆପେ ରଖି। ଯେଉଁଠି ଆବଶ୍ୟକ ଅଛି ଭାବି ଚିନ୍ତି ପଦେ କୁହନ୍ତୁ। ଆଉ ମୋ ଭଳିଆ ବାଚାଳ ହେବେ, ଖାଲି ଗପିବେ, କ'ଣ ପାଇବେ? ଅପମାନ। ହଉ ବନ୍ଧୁ ରହିଲି, ତେଣେ ମାଇକି ବାଜିଲାଣି। ନମସ୍କାର।